ବିଲୋବନେ କଦମ୍ବ କୁସୁମେ ଦିବ୍ୟଙ୍ଗନା ଗୁଞ୍ଜରେ ଶ୍ବେତ ୱସ୍ୱରଥେ ବୃଷଶ୍ଚ ଧବଳେ ଛତ୍ରେ ଧ୍ୱଜେ ଚାମରେ ଶଙ୍ଖେ ପଦ୍ମବନେ ନରେନ୍ଦ୍ର ଭୁବନେ সিংহাসনে গোকুলে সত্যম শৌর্যম গুণে সদাপি বসতু কুর্বম স্তুতে মঙ্গলম। জয় জগন্নাଥ। ମୁଁ ଜ୍ୟୋତିର୍ବିଦ ଚନ୍ଦ୍ରଶେଖର ନାୟକ ମୋର ଚ୍ୟାନେଲ ଜ୍ୟୋତିଷରେ ଜାତକକୁ ଆପଣମାନଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ସ୍ୱାଗତ ଜଣାଉଛି। ବନ୍ଧୁଗଣ, ଆମେ ଯେଉଁ ନକ୍ଷତ୍ର ସିରିଜ ଆରମ୍ଭ କରିଛେ ତା ଦେହରୁ ଆମେ 20ଟି ନକ୍ଷତ୍ର ପଢ଼ି ସାରିଲେଣି। ଆଜି ସେହି କ୍ରମରେ ଯିବା ପାର୍ଟ 431 ଆଉ ଉତ୍ତରାଷାଢ଼ା ନକ୍ଷତ୍ର ଧନୁ ରାଶି ବା ମକର ରାଶି। ତାର ଅର୍ଥଟି ହେଉଛି ବନ୍ଧୁଗଣ, ଦେଖନ୍ତୁ, ଯେଉଁମାନଙ୍କ ଜାତକରେ ଏମିତି ଲେଖା ହେଇଥିବ 21/9, ତାହେଲେ ଆପଣ ଜାଣିବେ ଇଏ ହେଲା ଉତ୍ତରାଷାଢ଼ା ନକ୍ଷତ୍ର ଧନୁ ରାଶି। ଆଉ ଯେଉଁମାନଙ୍କ ଜାତକରେ ଏମିତି ଲେଖା ହେଇଥିବ 21/10, ଜାଣିବେ ଯେ ଉତ୍ତରାଷାଢ଼ା ନକ୍ଷତ୍ର ମକର ରାଶି। ତାହେଲେ ବନ୍ଧୁଗଣ, ଏଇ ଉତ୍ତରାଷାଢ଼ା ନକ୍ଷତ୍ରଟି 2ଟି ରାଶିର ଅନ୍ତର୍ଭୁକ୍ତ। ଦେଖନ୍ତୁ, 2ଟି ରାଶି ତା ଦେହରେ ଯାଉଛି, ଗୋଟେ ହେଲା ଧନୁ ରାଶି ଆଉ ଗୋଟେ ହେଲା ମକର ରାଶି। ହଉ, ଠିକ ଅଛି, ତାହେଲେ ଆମେ ତାଙ୍କ ବିଷୟରେ ଜାଣିବା। ବନ୍ଧୁଗଣ, ଯେଉଁମାନେ ଆପଣ ଆଷ୍ଟ୍ରୋଲୋଜର ହେବା ପାଇଁ ଚାହୁଁଛନ୍ତି, ଆପଣ ତାର ମୌଳିକ ଜିନିଷ ଗୁଡ଼ିଏ ଶିଖନ୍ତୁ। ତାର ମୌଳିକ ଜିନିଷ ଗୁଡ଼ିକ ନ ଶିଖିଲେ ଆପଣ ଜଣେ ଆଷ୍ଟ୍ରୋଲୋଜର ହେଇପାରିବେନି। ଆଉ ତାପରେ ଦ୍ୱିତୀୟ କଥା ହେଉଛି, ଯେଉଁମାନେ ସୌଖିନୀରେ ଦେଖୁଛନ୍ତି, ବହୁତ ଦର୍ଶକ ଅଛନ୍ତି ଯେଉଁମାନେ କି ତାଙ୍କୁ ଭଲ ଲାଗୁଛି ବୋଲି ସେମାନେ ଦେଖୁଛନ୍ତି। ଆଉ ସେମାନଙ୍କୁ ଭଲ ଲାଗିଥିବାରୁ ମୁଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ବି ଦେଉଛି। ଯାହା ହଉ, ପାଠ ପ୍ରତି ତାଙ୍କ ରୁଚି ହେଇଛି। ବନ୍ଧୁଗଣ, ତାହେଲେ ଦେଖନ୍ତୁ, ଆମେ ଆଜି ପଢ଼ିବା ଉତ୍ତରାଷାଢ଼ା ନକ୍ଷତ୍ର ଧନୁ ବା ମକର ରାଶି। ଠିକ ଅଛି, ସେ ଧନୁ ମକରକୁ ଆପଣ ଛାଡ଼ନ୍ତୁ, ଆପଣ ଖାଲି ଗୋଟିଏ ଜିନିଷକୁ ଟାର୍ଗେଟ କରନ୍ତୁ, ସେଇଟା ହେଲା ଉତ୍ତରାଷାଢ଼ା ନକ୍ଷତ୍ର 21 ନମ୍ବର ନକ୍ଷତ୍ରଟି। ତାହେଲେ ତାଙ୍କ ବିଷୟରେ ଆମେ ଜାଣିବା। ଯେଉଁମାନେ ଉତ୍ତରାଷାଢ଼ା ନକ୍ଷତ୍ରରେ ଜନ୍ମ ହେଇଥାନ୍ତି ତାଙ୍କର ଦଶା ସ୍ୱାମୀ ହେଇଥାନ୍ତି ରବି, ଯାହାଙ୍କର ଅବଧି ହେଉଛି 6 ବର୍ଷ। ତାହେଲେ ତାଙ୍କର ଦଶା ସ୍ୱାମୀ ହେଇଗଲେ ରବି। ଆଉ ଦେବତା ହେଉଛନ୍ତି କିଏ? ବିଶ୍ୱଦେବ। ତାହେଲେ ଆମେ ତାଙ୍କ ପାଇଁ ମନ୍ତ୍ରଟିଏ ମଧ୍ୟ ଜପ କରିପାରିବା, ଓಂ ବିଶ୍ୱଦେବାୟ ନମଃ। ଆଉ ଆକୃତି, ମାନେ ସେ ଉତ୍ତରାଷାଢ଼ା ନକ୍ଷତ୍ର କିଭଳି ଦେଖାଯାଆନ୍ତି? ଛୋଟ ପଲଙ୍କଟି ଭଳି ବା ହାତୀ ଦାନ୍ତ ଭଳି। ଆଚ୍ଛା, ତାହେଲେ ଉତ୍ତରାଷାଢ଼ା ନକ୍ଷତ୍ର ମୁଁ ଆପଣଙ୍କୁ କହିଛି ଯେ 2ଟି ରାଶିରେ ଯାଉଛି, ଗୋଟେ ହେଲା ଧନୁ ରାଶି ଆଉ ଗୋଟେ ମକର ରାଶି। ତାହେଲେ ବନ୍ଧୁଗଣ, ଆପଣ ଖାଲି ଏତିକି ବୁଝନ୍ତୁ, ଗୋଟିଏ ନକ୍ଷତ୍ରର ଯେଉଁ 4ଟି ଚରଣ ଅଛି, 4ଟି ଚରଣ ଭିତରୁ ପ୍ରଥମ ଚରଣଟି ଧନୁ ରାଶିର ଅନ୍ତର୍ଭୁକ୍ତ ହେଇଥାଏ। ଆଉ ଯେଉଁ ବାକି 3ଟି ଅର୍ଥାତ୍ 2, 3, 4 ନମ୍ବର ପାଦ ବା ଚରଣ ସେ ମକର ରାଶିକି ଯାଇଥାଏ। ଯେଉଁମାନଙ୍କର ଧନୁ ରାଶି ତାଙ୍କର ରାଶି ସ୍ୱାମୀ ହେଉଛନ୍ତି ବୃହସ୍ପତି। ଆଉ ଯେଉଁମାନଙ୍କର ମକର ରାଶି ତାଙ୍କର ରାଶି ସ୍ୱାମୀ ହେଉଛନ୍ତି ଶନି। ତାହେଲେ ଆମେ ଦେଖିବା, ତାହେଲେ ଏଇ ଯେଉଁ ପାଦ ଗୁଡ଼ିକର, ଏଇ ଉତ୍ତରାଷାଢ଼ା ନକ୍ଷତ୍ର ଯେଉଁ 4ଟି ପାଦ, ତା ଭିତରୁ ତାଙ୍କର ଆଧିପତ୍ୟ ମଣିଷର ଅଙ୍ଗ ପ୍ରତ୍ୟଙ୍ଗ ଉପରେ କ'ଣ ପଡୁଛି ଦେଖିବା। 1 ନମ୍ବର ପାଦଟି ଜଙ୍ଘ ଆଉ ଗୋଡ଼ର ଶିର ବା ଶିରା, ଭେନ୍ ଯାଉ କହନ୍ତି। ତାହେଲେ ବନ୍ଧୁଗଣ, ଇଏ ହେଲା ଧନୁ ପ୍ରଥମ ପାଦ। ଆଚ୍ଛା, ଆଉ ଯେଉଁ ରହିଲା 2, 3, 4 ନମ୍ବର ପାଦ, ଇଏ ମକର ରାଶିର ଅନ୍ତର୍ଭୁକ୍ତ ହେଇଥାଏ। ଆଉ ସେମାନେ ଆମର ଶରୀର ଉପରେ ପ୍ରଭାବ କୋଉ
ଅଙ୍ଗ ଉପରେ ପଡ଼ିଥାଏ। ତାଙ୍କର ଆଧିପତ୍ୟଟି କୋଉ ଅଙ୍ଗ ଉପରେ ଥାଏ ନା ମୁଖ୍ୟ ହେଉଛି ଆଣ୍ଠୁ ଆଉ ଚର୍ମ। ତାହେଲେ ଏତିକି ହେଲା ତାଙ୍କର ଆଧିପତ୍ୟ। ତାପରେ ବନ୍ଧୁଗଣ ଆମେ ଦେଖିବା ଯେଉଁମାନେ ଉତ୍ତରାଷାଢ଼ ନକ୍ଷତ୍ରରେ ଜନ୍ମ ହେଇଛନ୍ତି, ଆପଣ ସେ ଧନୁ କି ମକର ତାକୁ ଛାଡ଼ନ୍ତୁ, ଆପଣଙ୍କର 21 ନମ୍ବର ଉପରେ ଲେଖା ହେଇଛି ମାନେ ତା ମାନେ ଆପଣଙ୍କ କଥାଟି କୁହାଯାଉଛି। ସେମାନଙ୍କ ପାଇଁ ଶୁଭ ସଂଖ୍ୟା ହେଉଛି 1 ଆଉ ଅକ୍ଷରଟି ହେଉଛି ବି ଆଉ ଜି, ଅର୍ଥାତ୍ ବ ଆଉ ଗ। ଆଉ ଉତ୍ତରାଷାଢ଼ ନକ୍ଷତ୍ର ଯେଉଁମାନଙ୍କର ତାଙ୍କ ପାଇଁ ଶୁଭ ରଙ୍ଗଟି ହେଇଥାଏ ତମ୍ବା ରଙ୍ଗ, ଦିଗଟି ହେଇଥାଏ ପୂର୍ବ ଆଉ ଦକ୍ଷିଣ, ବୃକ୍ଷଟି ହେଇଥାଏ ନିମ୍ବ ଗଛ। ଆଉ ବିବାହ ଦଶମେଳ କରେ ଯେଉଁ ଗୁଡ଼ିକ ଦେଖାଯାଏ, ଦେଖନ୍ତୁ ସେମାନେ ଯୋନି ନକୁଳ ଯୋନିର ଅନ୍ତର୍ଭୁକ୍ତ ଅଟନ୍ତି, ନର ଗଣର ଅନ୍ତର୍ଭୁକ୍ତ ଅଟନ୍ତି, ପୃଷ୍ଠ ନାଡିର ଅନ୍ତର୍ଭୁକ୍ତ ଅଟନ୍ତି। ତାହେଲେ ନାଡି ହେଲା ପୃଷ୍ଠ, ଗଣ ହେଲା ନର, ଯୋନି ହେଲା ନକୁଳ। ତାହେଲେ ବନ୍ଧୁଗଣ ଆପଣ ଏଇ ଜାନକାରୀଟି ଆପଣ ଜାଣିବେ, ଆକୁ ନ ଜାଣିଲେ ଆପଣ ତାମାନେ ପ୍ରେଡିକ୍ସନ କରିପାରିବେ ନାହିଁ। ଆଚ୍ଛା, ତାପରେ ବନ୍ଧୁଗଣ ଦେଖନ୍ତୁ, ମୁଖ୍ୟତଃ ଯେଉଁମାନେ ଉତ୍ତରାଷାଢ଼ ନକ୍ଷତ୍ରରେ ଜନ୍ମ ହେଇଥାନ୍ତି ସେମାନେ କ'ଣ ସାଧାରଣତଃ ସେମାନେ ଯେହେତୁ ବୃହସ୍ପତି ଆଉ ଶନି, ଗୋଟେ ପାଦ ବୃହସ୍ପତି 3 ପାଦେ ଶନି, ତେଣୁ ଶନି 3ଟି ପାଦରେ ଯାଉଥିବା ହେତୁ ସେମାନେ ମୁଖ୍ୟତଃ ନ୍ୟାୟପରାୟଣ ବ୍ୟକ୍ତି ହେଇଥାନ୍ତି। ଆଉ ମୁଖ୍ୟତଃ ଜୁଡିସିଆଲ ଲାଇନରେ ଚାକିରି କରିବା ପାଇଁ ତାଙ୍କୁ ଭଲ ଲାଗେ। ଜୁଡିସିଆଲ ଲାଇନରେ ଯେମିତି ସେମାନେ ଓକିଲ ହେଇପାରନ୍ତି, ଜଜ୍ ହେଇପାରନ୍ତି ବା ସେଇ ସମ୍ବନ୍ଧୀୟ କାର୍ଯ୍ୟଟିଏ ସେମାନେ କରନ୍ତି। ଆଉ ସେମାନେ ଶନି ଅଧିକୃତ ରାଶି ହେଇଥିବା ହେତୁ ମକର ରାଶିଟିଏ, ସେମାନଙ୍କ ମନ ଭିତରେ ବହୁତ ତାର୍କିକ ଭାବନା ଥାଏ ଆଉ ଇନୋଭେଟିଭ ଆଇଡିଆ ଥାଏ। ତେଣୁ ସେଥିପାଇଁ ସେମାନେ ବୈଜ୍ଞାନିକ ବି ହେଇପାରନ୍ତି। ଆଉ ଯେତେ ପ୍ରକାର ଫିଜିକାଲ ଲାଇନର ଚାକିରି ମଧ୍ୟ ଅଛି, ପୋଲିସ ଆର୍ମି, ସେଟା ମାନେ ମଧ୍ୟ ହେଇପାରନ୍ତି। ଆଉ ଚାଲାକ ଚତୁର ବେଶୀ ହେଇଥିବା ଯୋଗୁଁ ଇନକମ ଟ୍ୟାକ୍ସ ଅଫିସର ବି ହେଇଯାଆନ୍ତି, ସିବିଆଇ ସିଆଇଡି ଏ ଟାଇପର ଡିପାର୍ଟମେଣ୍ଟ ମାନଙ୍କରେ ମଧ୍ୟ ପ୍ରବେଶ କରନ୍ତି। ଆଉ ଡକ୍ଟର ବି ହେଇପାରନ୍ତି। ମୁଖ୍ୟତଃ ଯଦି ଆମେ ସେନାବାହିନୀ କଥା ଦେଖିବା, ଇଏ ନ୍ୟାଭିରେ ବେଶୀ ଲୋକ ଚାକିରି ପାଆନ୍ତି। ଆଉ ଏମାନେ ମୁଖ୍ୟତଃ ଗୁପ୍ତଚର। ଆଉ ଯଦି ଖେଳକୁଦ ବାବଦରେ ତାଙ୍କୁ କହିବା, ସେ ବକ୍ସିଂ, ଆମର କୁସ୍ତି, ଏଗୁଡ଼ିକ ସବୁ ତାଙ୍କୁ ବହୁତ ଭଲ ଲାଗେ। ଆଉ ମୁଖ୍ୟତଃ ଯେଉଁମାନେ ଉତ୍ତରାଷାଢ଼ ନକ୍ଷତ୍ର ଧନୁ ରାଶିରେ ଜନ୍ମଗ୍ରହଣ କରିଥାନ୍ତି, ତାହେଲେ ସେମାନେ କ'ଣ ହଉଛନ୍ତି ନା ସେମାନେ ଏକରେ ହେଲେ ମନୁଷ୍ୟ ଗଣ, ଯାହାକୁ ଆମେ ନରଗଣ ବୋଲି କହୁଛେ। ଆଉ ଶତ୍ରୁମାନଙ୍କର ନାଶକାରୀ ସିଏ। ଆଉ ଦୟାଶୀଳ, ଦେବଭକ୍ତ, ଦେବତା ବ୍ରାହ୍ମଣରେ ଶ୍ରଦ୍ଧା, ଆଉ ଗାନ୍ଧାର ବିଦ୍ୟାରେ ମଧ୍ୟ ବହୁତ ପାରଙ୍ଗମ ସେମାନେ ହେଇଥାନ୍ତି। ଭଲ ଗାୟକଟିଏ ହେଇଥାନ୍ତି। ଆଉ କିନ୍ତୁ ହେଲେ କ'ଣ ହବ, ଭଲ ଗାୟକଟିଏ ହେଇଥାନ୍ତି, ସବୁ କିଛି କଳା ଜ୍ଞାନ ତାଙ୍କର ଥାଏ, କିନ୍ତୁ ଯେତିକି ପ୍ରତିଭାଟା ତାଙ୍କର ବିକଶିତ ହବା କଥା, ତାର ଅର୍ଥ ତା ଭିତରେ ସେମାନେ ଯେତିକି ଡେଭଲପ କରିବା କଥା ଟିକେ ପଛରେ ରହିଯାଆନ୍ତି, ଅଳ୍ପ ଟିକେ କମ ପାଆନ୍ତି ସେଥିରୁ। ଆଉ ମୁଖ୍ୟତଃ ସେମାନେ ହେଉଛନ୍ତି କ'ଣ, ତାଙ୍କର ରୋଗ କଥା ଯଦି କହିବା, କିଛି ଆଖି ପ୍ରୋବ୍ଲେମ ତାଙ୍କର ରହୁଥିବ। ଆଉ ଏମାନେ ତାଙ୍କର ଦାମ୍ପତ୍ୟ ଜୀବନଟି ଭାରି ସୁଖମୟ ହେଇଥାଏ। ଆଉ ସେମାନେ ତାଙ୍କର ଧର୍ମପତ୍ନୀକୁ କେବେ ହେଲେ ସେ ଇଗ୍ନୋର କରନ୍ତି ନାହିଁ, ଅଣ୍ଡର ଏଷ୍ଟିମେଟ୍ କରନ୍ତି ନାହିଁ। ତାଙ୍କର ସଂସାରଟି ଠିକ ହିସାବରେ ଚାଲିଥାଏ। ଆଉ ସେ ଧର୍ମଶୀଳ ହେଇଥାନ୍ତି, ବିଚାରକ ବି ହେଇଥାନ୍ତି, ଭାବୁକ ବି ହେଇଥାନ୍ତି। ବହୁତ ସମୟରେ ବସିକିରି ସେ କିଛି ନା କିଛି ଭାବୁଥାନ୍ତି।
ରାଜପୂଜ୍ୟ ହେଇଥାନ୍ତି, ଯଦି ସରକାରୀ ଚାକିରିଟିଏ ସେ କରିଥାନ୍ତି ତାହେଲେ ସେ ମନ ଧ୍ୟାନ ଦେଇକରି ତାଙ୍କର ବୃତ୍ତିଟିକି ସେ କରନ୍ତି। ଆଉ କୀର୍ତ୍ତିବାନ ହେଇଥାନ୍ତି, ଅର୍ଥାତ୍ ସେବା ଧର୍ମ, କୌଣସି ଜାଗାରେ ମନ୍ଦିର ତିଆରି କରିବା କି କିଛି ପୁଷ୍କରଣୀ ତିଆରି କରିବା କି କୂଅ ତିଆରି କରିବା, ଯୋଉଟା ଲୋକମାନଙ୍କ ଉପକାରରେ ଆସୁଛି, ସେଇଭଳିଆ କାର୍ଯ୍ୟ ଗୁଡ଼ିଏ ସେ କରିବା ପାଇଁ ଭାରି ଭଲ ପାଆନ୍ତି। ଆଉ ସେ କ୍ଷମାଶୀଳ ବି ହେଇଥାନ୍ତି। ଆଉ ମୁଖ୍ୟତଃ କୃଷ୍ଣ ଭକ୍ତ ହେଇଥାନ୍ତି ସେମାନେ। ଆଉ ଶେଷ ଅବସ୍ଥାରେ ସେମାନେ ଗୋଟେ ବୈରାଗୀ ଭଳି ଜୀବନ ଯାପନ କରନ୍ତି। ଏଗୁଡ଼ିକ ହେଉଛି, ଆଉ ତାଙ୍କର ସେ ବହୁତ ତ୍ୟାଗୀ ହେଇଥାନ୍ତି, ସବୁ କିଛି ତ୍ୟାଗ କରିଦିଅନ୍ତି ସିଏ। ଆଚ୍ଛା, କିନ୍ତୁ ଯେଉଁମାନେ ସେଇ ଉତ୍ତରାଷାଢ଼ା ନକ୍ଷତ୍ର ମକର ରାଶିର ଲୋକ ହେଇଥାନ୍ତି, ସେମାନେ ବି ମାନବ ଗଣ, କିନ୍ତୁ ଶନିଙ୍କର କ୍ଷେତ୍ରରେ ଜନ୍ମ ହେଇଥିବାରୁ, ଅର୍ଥାତ୍ ଶନିଙ୍କର ରାଶିରେ ଜନ୍ମଗ୍ରହଣ କରିଥିବା ହେତୁ ବହୁତ ବୁଦ୍ଧିର ଅଧିକାରୀ ସିଏ ହେଇଥାନ୍ତି। ଆଉ ମୁଖ୍ୟତଃ ଯଦି ସେମାନେ ବ୍ୟବସାୟ କରନ୍ତି, ବହୁତ ଲାଭବାନ ସେମାନେ ହୁଅନ୍ତି। ଆଉ ସେ ସ୍ୱଭାବରେ ଟିକେ ମାନି ହେଇଥାନ୍ତି, ଅର୍ଥାତ୍ ମାନ ସମ୍ମାନ ପ୍ରିୟ ଲୋକ ହେଇଥାନ୍ତି। କ୍ରୋଧୀ ବି ହେଇଥାନ୍ତି, ଆଉ ବିଦ୍ୟାବନ୍ତ ବି ହେଇଥାନ୍ତି। ଅଳ୍ପ ସମୟ ଭିତରେ ସେ ବହୁତ ବିଦ୍ୟା ଆୟତ୍ତ କରିବାର ତାଙ୍କର କ୍ଷମତାଟି ଥାଏ। ଆଉ ସେମାନେ ମୁଖ୍ୟତଃ ଦନ୍ତ ରୋଗୀ ହେଇଥାନ୍ତି, ଆଉ ଭୋଜନ ପ୍ରିୟ ବି ହେଇଥାନ୍ତି। ତାଙ୍କର ହାତଟି ସୁନ୍ଦର, ଆଉ ସେ ଦାତା ସ୍ୱଭାବର ଲୋକ। ଆଉ କୃଷି କାର୍ଯ୍ୟରେ ମଧ୍ୟ ସେ ବହୁତ ପାରଙ୍ଗମ ହେଇଥାନ୍ତି। ତାଙ୍କ ସାଙ୍ଗରେ କେହି ଯୁକ୍ତି କଲେ ତାଙ୍କୁ କେହି ପାରନ୍ତିନି ଯୁକ୍ତିରେ। ଆଉ ମିଷ୍ଟାନ୍ନ ଖାଇବା ପାଇଁ ତାଙ୍କୁ ବହୁତ ଭଲ ଲାଗେ। ସେ ବିନୟୀ ସ୍ୱଭାବର ବି ହେଇଥାନ୍ତି, କିନ୍ତୁ କୌଣସି କଥାକୁ ସେ ଅନ୍ଧ ଭାବରେ ଗ୍ରହଣ କରନ୍ତି ନାହିଁ, ତାର୍କିକ ସ୍ୱଭାବର ହେଇଥାନ୍ତି। ତାହେଲେ ବନ୍ଧୁଗଣ, ଏଇଭଳିଆ ଲକ୍ଷଣ ଗୁଡ଼ିକ ଥିବା ଯେଉଁ ଉତ୍ତରାଷାଢ଼ା ନକ୍ଷତ୍ର, ତାଙ୍କର ସତର୍କତା ଅବଲମ୍ବନ କରିବେ କ'ଣ? ସେ ଟିକେ ବଦରାଗୀ ବି ହେଇଥାନ୍ତି, ଆଉ ଅତି ସନ୍ଦେହୀ ବି ହେଇଥାନ୍ତି। ଯେଉଁମାନେ ମକର ରାଶିର ଲୋକ ଚଳଚଞ୍ଚଳ ବି ହେଇଥାନ୍ତି। ବନ୍ଧୁଗଣ, ସବୁ କ୍ଷେତ୍ରରେ ସନ୍ଦେହଟି କାମ ଦିଏ ନାହିଁ। କେତେକ କ୍ଷେତ୍ରରେ ଆମେ କମ୍ପ୍ରମାଇଜ୍ ବି କରିବାକୁ ପଡ଼େ ଆମକୁ। ସବୁ କଥାରେ ସନ୍ଦେହ କଲେ ସଂସାର ଚାଲିବ ନାହିଁ, ବା ଆପଣ ସମାଜରେ ରହିବାଟା ଆପଣଙ୍କୁ କଷ୍ଟ ହେଇଯିବ। ତେଣୁ ଆପଣ ସେ ଗୁଣଟି ଛାଡ଼ନ୍ତୁ, ତାହେଲେ ଆପଣ ନିଶ୍ଚିତ ଭାବରେ ଗୋଟେ ସଫଳ ମଣିଷଟିଏ ହେଇପାରିବେ। ହଉ ବନ୍ଧୁଗଣ, ମୁଁ ଭାବୁଛି ଆପଣଙ୍କୁ ଯଦି ଭଲ ଲାଗିଥାଏ, ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ରହିଲି, ଜୟ ଜଗନ୍ନାଥ।